ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର ଜ୍ଞାପନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରତ୍ୟେକ ମନୁଷ୍ୟ ନିଜର କର୍ମ ଅନୁସାରେ ଆମ୍ଭେମାନେ ବିଚାରିତ ହେବା। ସେ ଧନୀ ହେଉ କିମ୍ବା ଗରିବ ହେଉ କିମ୍ବା ଧାର୍ମିକ ହେଉ କିମ୍ବା ଅଧାର୍ମିକ ହେଉ, ଆମ୍ଭେମାନେ ସମସ୍ତ ଲୋକ ବିଚାରିତ ହେବା। ନିଜର କର୍ମ ଅନୁସାରେ ଆମ୍ଭେମାନେ ବିଚାରିତ ହେବା। ପରମେଶ୍ୱର ଆପଣଙ୍କୁ ସୃଷ୍ଟି କଲେ, এই ପୃଥିବୀକୁ ସୃଷ୍ଟି କଲେ, ଆମ ସମସ୍ତଙ୍କୁ ସୃଷ୍ଟି କଲେ, সেই ପରମେଶ୍ୱର ଆମ୍ଭମାନଙ୍କୁ ଗୋଟିଏ ଦିନ ବିଚାର କରିବେ। সেই ପରମେଶ୍ୱର ଗୋଟିଏ ଦିନ ସ୍ଥିର କରିଅଛନ୍ତି। ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ଏବ୍ରୀ ପୁସ୍ତକ ତାର 4 ପର୍ବ 13 ପଦରେ, ଈଶ୍ୱରଙ୍କ ଦୃଷ୍ଟିରେ, କାହାର ଦୃଷ୍ଟିରେ? ଈଶ୍ୱରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ। ଈଶ୍ୱରଙ୍କ ଦୃଷ୍ଟିରେ କୌଣସି ବସ୍ତୁ କିମ୍ବା ପ୍ରାଣୀ ଅପ୍ରକାଶିତ ନୁହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ପୃଥିବୀରେ ସେତେଦିନ ପର୍ଯ୍ୟନ୍ତ ଜୀବିତ ରହିବା, ସେତେଦିନ ପର୍ଯ୍ୟନ୍ତ ମନୁଷ୍ୟ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପୃଥିବୀରେ ଆମ୍ଭେମାନେ ଯେକୌଣସି କାର୍ଯ୍ୟ କରିଅଛୁ, ବର୍ତ୍ତମାନ କରୁଛୁ ମଧ୍ୟ, ଆଗାମୀ ଦିନମାନଙ୍କରେ ମଧ୍ୟ କରିବ, ସେହି ସମସ୍ତ ବିଷୟକୁ ନେଇ ପରମେଶ୍ୱର ଆମ୍ଭମାନଙ୍କୁ ବିଚାର କରିବେ ଏବଂ ଆମର ନିଜର କର୍ମ ଅନୁସାରେ ଆମ୍ଭେମାନେ ବିଚାରିତ ହେବା। ଅନେକ ଲୋକମାନେ କହନ୍ତି, ଆମ୍ଭେମାନେ କାହିଁକି ବିଚାରିତ ହେବା? ମନୁଷ୍ୟ ମୃତ୍ୟୁ ପରେ ତ ଆଉ ଥରେ ଜନ୍ମ ଆସିବ, ଆଉ ଥରେ ଜନ୍ମିବ। ଏହି ପ୍ରକାର ଲୋକମାନଙ୍କର ଭାବନା ମଧ୍ୟ ଥାଏ ଏବଂ ଲୋକମାନେ କହନ୍ତି ମଧ୍ୟ। ଏବଂ ବିଜାତି ଲୋକମାନେ ମଧ୍ୟ, ସମସ୍ତ ଲୋକ, ଏହି ପୃଥିବୀର ସମସ୍ତ ବସ୍ତୁ ଏବଂ ସମସ୍ତ ପ୍ରାଣୀ, ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ କିମ୍ବା ବସ୍ତୁ ମଧ୍ୟ। ଆମର ନିଜର କର୍ମ ଅନୁସାରେ ଆମେମାନେ ବିଚାରିତ ହେବା। ଯେଉଁ ପରମେଶ୍ୱର ପୃଥିବୀକୁ ସୃଷ୍ଟି କଲେ, ଆମ୍ଭମାନଙ୍କୁ ସୃଷ୍ଟି କଲେ, ସେହି ପରମେଶ୍ୱର ଗୋଟିଏ ଦିନ ସ୍ଥିର କରିଅଛନ୍ତି ଆମ୍ଭମାନଙ୍କୁ ବିଚାର କରିବା ନିମନ୍ତେ। ଅନେକ ଲୋକମାନେ ଭାବନ୍ତି, ମନୁଷ୍ୟ ମୃତ୍ୟୁ ପରେ ସେ କେମିତି ବିଚାରିତ ହେବ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ମନୁଷ୍ୟ ମୃତ୍ୟୁ ପରେ ସେ ମନୁଷ୍ୟକୁ ପରମେଶ୍ୱର ଗୋଟିଏ ଦିନ ଉଠେଇବେ। ସେହି ମନୁଷ୍ୟକୁ କର୍ମ ଅନୁସାରେ ବିଚାରିତ ହେଲା ପରେ ପ୍ରଥମ ସେ ସ୍ୱର୍ଗକୁ ହେଲେ ଯିବ, ନହେଲେ ସେ ନରକକୁ ହେଲେ ଯିବ। ପରମେଶ୍ୱର ଏ ବିଷୟ ବିଚାର କରିବେ। ଅନେକ ଲୋକମାନେ ଭାବନ୍ତି, ଏ ବ୍ୟକ୍ତି ନିହାତି ଭାବରେ ସ୍ୱର୍ଗରେ ଯାଇଥିବ, ଲୋକମାନଙ୍କର ଭାବନା। କିନ୍ତୁ ନରକରେ ଯାଇଥିବ, ଏହି ପ୍ରକାର ଭାବନା ସେମାନଙ୍କର ନୁହେଁ ବା ନାହିଁ ମଧ୍ୟ। କିନ୍ତୁ ଲୋକମାନେ ଭାବନ୍ତି, ଗୋଟିଏ ବ୍ୟକ୍ତିଙ୍କ ବିଷୟରେ ପ୍ରାର୍ଥନା କଲା ପରେ ବା ଯେକୌଣସି କାର୍ଯ୍ୟ କଲା ପରେ ଲୋକମାନେ ଭାବନ୍ତି, ଏହି ବ୍ୟକ୍ତି ନିହାତି ଭାବରେ ସ୍ୱର୍ଗରେ ଯାଇଥିବ, ବୈକୁଣ୍ଠପୁର ଯାଇଥିବ ବା ଯାଇଅଛି ମଧ୍ୟ ବୋଲି ଭାବନ୍ତି। କିନ୍ତୁ ଆମେମାନେ କେମିତି ଜାଣିପାରିବା ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେ ସ୍ୱର୍ଗକୁ ଗଲା? ଆମର ନିଜର ଅଧିକାର ନାହିଁ ଏବଂ ଆମେ ଗୋଟେ ମନୁଷ୍ୟକୁ ବିଚାର ମଧ୍ୟ କରିପାରିବା ନାହିଁ। କେବଳ ଯେଉଁ ପରମେଶ୍ୱର ଆମକୁ ସୃଷ୍ଟି କଲେ, ମାଟି ଦ୍ୱାରା ଯେଉଁ ପରମେଶ୍ୱର ଆମକୁ ସୃଷ୍ଟି କଲେ, ସେହି ପରମେଶ୍ୱର ହିଁ ଆମ ବିଷୟରେ ଜାଣନ୍ତି ଏବଂ ସେ ହିଁ ନିର୍ଣ୍ଣୟ ନିଅନ୍ତି ଆମେମାନେ କେଉଁଠି ଯିବା, ସ୍ୱର୍ଗକୁ ଯିବା ନା ନରକକୁ ଯିବା। ସେ ହିଁ ନିର୍ଣ୍ଣୟ ନିଅନ୍ତି।
ମନୁଷ୍ୟ ପ୍ରଭୁଙ୍କର ପ୍ରିୟ ଲୋକମାନେ ନିଜ ଇଚ୍ଛାରେ ବଞ୍ଚିପାରେ ନାହିଁ, ନିଜ ଇଚ୍ଛାରେ ମରି ମଧ୍ୟ ପାରେ ନାହିଁ। ଏ ବିଷୟ ଆପଣମାନେ ଧ୍ୟାନ ଦେବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀରେ ଆମ୍ଭେମାନେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥିବା, ସେତେଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ଭଲ ବଦଳେ ଭଲ କରିବା, ଧାର୍ମିକ ଜୀବନ କାଟିବା, ପ୍ରଭୁ ଭୟ କରିବା, ଲୋକମାନଙ୍କର ସହିତ ଭଲ ସମ୍ପର୍କ ରଖିବା, ଧାର୍ମିକ ଜୀବନ କାଟି ପ୍ରଭୁଙ୍କ ପ୍ରତି ଆଗକୁ ବଢ଼ିବା ଏବଂ ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ପରମେଶ୍ୱରଙ୍କ ପାଖରେ ଫେରିବା ଦରକାର ଏବଂ ନିଜର ପାପ, ନିଜର ମନ୍ଦ କାର୍ଯ୍ୟ, ଆମ୍ଭେମାନେ ଯେକୌଣସି ଖରାପ କାର୍ଯ୍ୟ କରିଅଛୁ, ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ପରମେଶ୍ୱରଙ୍କ ପାଖରେ ବା ସେଇ ଜୀବନ୍ତ ଖ୍ରୀଷ୍ଟଙ୍କ ପାଖରେ ପ୍ରକାଶ କରିବା ଦରକାର। ଉଦାହରଣ ସ୍ୱରୂପ ଲୋକମାନେ କହନ୍ତି ଯେ ଆମେ ତ ଏହି ପ୍ରକାର ଅନେକ ପ୍ରକାର ପାପ କରିଅଛୁ, ବର୍ତ୍ତମାନ ଯଦି ପରମେଶ୍ୱରଙ୍କ ପାଖରେ ଯଦି ସ୍ୱୀକାର କରିବା ତାହେଲେ ସେ କ୍ଷମା କରିବେ କି? এই ପ୍ରକାର ଲୋକମାନଙ୍କର ପ୍ରଶ୍ନ ମଧ୍ୟ ଥାଏ। ଉଦାହରଣ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଗୋଟିଏ ବ୍ୟକ୍ତିଙ୍କ ପାଖରେ ଆପଣମାନେ ଚୋରି କରିବା ନିମନ୍ତେ ଯିବେ। ଗୋଟିଏ ଦିନ ଚୋରି କରିବେ, 2 ଦିନ ଚୋରି କରିବେ, 3 ଦିନ ଚୋରି କରିବେ। ସେ ବ୍ୟକ୍ତି ଯଦି ଜାଣିବ ତାହେଲେ କ୍ରୋଧ ହେବ ଆପଣଙ୍କ ପ୍ରତି, କିନ୍ତୁ ସେଇ ବ୍ୟକ୍ତିଙ୍କ ପାଖରେ ସେ କ୍ରୋଧ ହେଲେ ମଧ୍ୟ ତାର ପାଖରେ ଯାଇ ତାର ଗୋଡ଼କୁ ଧରି ଆପଣମାନେ ଯଦି କ୍ଷମା ମାଗିବେ, ମୁଁ ଆପଣଙ୍କର ବିଷୟ ଚୋରି କରିଅଛି, ମୋତେ କ୍ଷମା କର, ତୁମେ ଯାହା କରିଛ କର, ତୁମେ ଯାହା କରିବ କର, କିନ୍ତୁ ମୋତେ କ୍ଷମା କର, ଏ ବିଷୟ ଯଦି କହିବ ତାହେଲେ ସେ ବ୍ୟକ୍ତି ନିହାତି ଭାବରେ କ୍ଷମା କରିବ। ଯଦି ଆପଣମାନେ କହିବେ ନାହିଁ ତାହେଲେ ସେ ବ୍ୟକ୍ତିଙ୍କ ହସ୍ତରେ ଯଦି ଆପଣମାନେ ଧରା ପଡ଼ିବେ, ଆପଣମାନଙ୍କର ଭୁଲ ଯଦି ସ୍ୱୀକାର କରିବେ ନାହିଁ ତାହେଲେ ସେ ବ୍ୟକ୍ତି କ'ଣ କରିପାରିବ ଆପଣମାନେ ଟିକେ ଭାବନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜୀବିତ ପରମେଶ୍ୱରଙ୍କର ହସ୍ତରେ ଧରା ପଡ଼ିବା ଭୟଙ୍କର ବିଷୟ ବୋଲି ଲେଖାଯାଏ। ସଦା ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଧନୀ ବ୍ୟକ୍ତି ହେଇଥାନ୍ତୁ ନା କାହିଁକି, କିମ୍ବା ଗରିବ ବ୍ୟକ୍ତି ହେଇଥାନ୍ତୁ ନା କାହିଁକି, କିମ୍ବା ଧାର୍ମିକ ବ୍ୟକ୍ତି ହେଇଥାନ୍ତୁ ନା କାହିଁକି, ଆପଣମାନେ ଯେକୌଣସି ବ୍ୟକ୍ତି ହେଇଥାନ୍ତୁ ନା କାହିଁକି, ଆମମାନଙ୍କର ନିଜର ହିସାବ ଦେବାକୁ ପଡ଼ିବ। ଏ ପୃଥିବୀରେ ଆମ୍ଭେମାନେ କ'ଣ କ'ଣ କରିଅଛୁ, କ'ଣ କ'ଣ କରିନାହୁଁ, এই ସମସ୍ତ ବିଷୟର ହିସାବ ପରମେଶ୍ୱର ଗୋଟି ଗୋଟି କରି ମାଗିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପରମେଶ୍ୱର ଗୋଟିଏ ଦିନ ସ୍ଥିର କରିଅଛନ୍ତି ଏହି ପୃଥିବୀକୁ ମଧ୍ୟ ବିନାଶ କରିବା ନିମନ୍ତେ ଏବଂ ଆମ୍ଭମାନଙ୍କୁ ମଧ୍ୟ ବିଚାର କରିବା ନିମନ୍ତେ। ଜନ୍ମ ଅଛି, ମରଣ ମଧ୍ୟ ଅଛି, ସବୁ ପାଇଁ ସବୁ ସମୟ ଅଛି। ପୃଥିବୀ ସୃଷ୍ଟି ହୋଇଅଛି, ବିନାଶ ମଧ୍ୟ ହେବା ସମୟ ଅଛି। ପରମେଶ୍ୱର ଗୋଟିଏ ଦିନ ସ୍ଥିର କରିଅଛନ୍ତି, ସେଇ ଦିନରେ ଆମ୍ଭେମାନେ ବିଚାର ହେବା ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଆମ୍ଭେମାନେ ସ୍ୱର୍ଗକୁ ଯିବା କିମ୍ବା ନରକକୁ ଯିବା ପରମେଶ୍ୱର ନିର୍ଣ୍ଣୟ ନେବେ। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই କିଛି ସମୟ ଭିଡ଼ିଓ ମାତ୍ର ଆପଣମାନଙ୍କ ପାଖରେ କହିବା ପାଇଁ ଚାହେଁ। ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ, ପ୍ରଭୁ ଯୀଶୁଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତୁ, ନିଜର ମୁଖରେ ସ୍ୱୀକାର କରନ୍ତୁ, ତାହେଲେ ଆପଣମାନଙ୍କର ଉଦ୍ଧାର ହେବ ଏବଂ ପରମେଶ୍ୱର ଆପଣଙ୍କୁ ସ୍ୱର୍ଗରେ ଜାଗା ଦେବେ ଏବଂ ଆପଣମାନେ ସ୍ୱର୍ଗରେ ଯାଇପାରିବେ। এই ସମୟରେ এই ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା ମାନେ, ଆପଣମାନେ ଜାଣି ଶୁଣିକି ମଧ୍ୟ ଯଦି ପାପ କରୁଅଛନ୍ତି କିମ୍ବା ଅଜାଣତରେ ମଧ୍ୟ ପାପ କରୁଅଛନ୍ତି, ତାହେଲେ ପ୍ରଭୁ ଯୀଶୁଙ୍କ ପାଖରେ ଆପଣମାନଙ୍କର ନିଜର ପାପକୁ ସ୍ୱୀକାର କରନ୍ତୁ। ତାହେଲେ ଆପଣମାନଙ୍କର ଉଦ୍ଧାର ହେଇପାରିବ। ସମୟ ଅଛି, ସୁଯୋଗ ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, 5 ମିନିଟ୍ ମଧ୍ୟରେ କ'ଣ ହେଇପାରେ ଆମେ ନିଜର ବିଷୟରେ କହିପାରିବା ନାହିଁ, କିନ୍ତୁ ପ୍ରଭୁ ସମସ୍ତ ବିଷୟ ଜାଣନ୍ତି। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମର ନିଜର ପାପକୁ ସ୍ୱୀକାର କରିବା ଦରକାର। ଆମେମାନେ କ'ଣ କ'ଣ କାର୍ଯ୍ୟ କରିଅଛୁ, ସେହି ସମସ୍ତ ବିଷୟକୁ ନେଇ ପରମେଶ୍ୱରଙ୍କ ଦୃଷ୍ଟିରେ ବା ପରମେଶ୍ୱରଙ୍କ ସମ୍ମୁଖରେ ନତମସ୍ତକ ହୋଇ
आमेमाने निजर पाप स्वीकार करने दरकार। आसतु आमेमाने ईश्वर पवित्र बाइबल लेखा जाइथिबा गोटे पद पर्व देखा निमंते जीवा। एब्री पुस्तक तार 4 पर्व तार 13 पद ऐसा लेखा जाए, ईश्वर सम्मुखें कौन प्राणी अप्रकाशित नुहे, मात्र जहाँ छामुरे आम्भमान निकाश देवाक हेब ताहांको दृष्टि रे समस्त विषय उलंग अनावृत अटे। उलंग एवं अनावृत अटे। जो परमेश्वर आपण को सृष्टि कले, जो परमेश्वर आपण को आखि देले, जो परमेश्वर आपण को कान देले, से परमेश्वर कौन देखि पारिबे नाही कि सुनी पारिबे नाही। प्रभुंकर प्रिय लोक माने आपण माने कोठी लुचिबे, समुद्र रे लुचिबे कि स्वर्ग रे लुचिबे कि कोठी लुचि पारिबे आपण माने, कारण से परमेश्वर आपण को सृष्टि कले एवं परमेश्वर को दृष्टि रे कौन सी प्राणी कि कौन सी वस्तु अप्रकाशित नुहे। आमे माने लोक मान को पाखरे जदि जीवा ताले भल पोशाक पिंधिकी जीवा, किंतु भितरे जो महिला अच्छी महिला पोशाक अच्छी से पोशाक लोक माने देखती ना, ऊपर मात्र देखती सुंदर देखती कि भितरे आमे कौन पोशाक पिंधुछु आमे निजे जानिछु, केते दुर्गंधर पोशाक आमे माने पिंधि अच्छु आमे निजे जानिछु। लोक माने जानती ना, किंतु आम विषय रे आम वस्तुरे मध्य परमेश्वर जानी अच्छे। आमर भितरे केमिति खराब पोशाक पिंधि अच्छु, केमिति दुर्गंधर पोशाक पिंधि अच्छु परमेश्वर जानती। से लेखा जाए प्रभुंकर प्रिय लोक मैंने आम लोक मान पाखरे गले भल बुट भल सार्ट भल पैंट पिंधिकी आम मैंने जाइए, किंतु भितर पैंट भितर बानियल केमिति अच्छे लोक मैंने जानती ना, आम निजे जानिछु एवं परमेश्वर जानती। एवं आम मानकर विषय लोक मैंने न जानिले मध्य आम मानकर विषय आम निजे निजे जानी अच्छु जे आम केमिति मनुष्य अटु, मोर चरित्र कौन एवं परमेश्वर जानती। से जगह लेखा जाए प्रभुंकर प्रिय लोक मैंने ईश्वर सम्मुखें कौन सी प्राणी अप्रकाशित नुहे, मात्र जहाँ छामुरे आम्भमान निकाश देवाक हेब ताहांको दृष्टि रे समस्त विषय उलंग अनावृत अटे। प्रभुंकर प्रिय लोक मैंने आपण मैंने परमेश्वर ठारू आपण मैंने लुचि पारिबे ना। आपण मैंने पृथ्वी रे जेकोसी व्यक्ति ठारू आपण मैंने लुचि रही पारिबे, मिछ कहि पारिबे, अनेक प्रकार कार्य करि पारिबे, किंतु प्रभुंकर प्रिय लोक मैंने परमेश्वर दृष्टि रे कौनसी प्राणी अप्रकाशित नुहे, कौनसी वस्तु मध्य अप्रकाशित नुहे। सेतिपाय प्रभुंकर प्रिय लोक मैंने आपण मानकर पाखरे जदि ज्ञान अच्छी, धन अच्छी, बल अच्छी, आपण माने गर्व करंतु ना, कारण गोटे विषय कहवाई चाहे आपण मानकर धन आपण मानकर बल आपण मानकर ज्ञान आपण मानक रक्षा करि पारिबो नाही। प्रभुंकर प्रिय लोक माने केवल परमेश्वर आपण को रक्षा करि पारिबे, परमेश्वर आपण को नहीं पारिबे। एई श्वास वायु अटकाई रखिबा पई पृथ्वी रे कहार क्षमता नाही, केवल परमेश्वर क्षमता अच्छे। से वर्तमान जदि चाहिए ताले गोटे मनुष्य को से नहीं मध्य पारिबे बा तार श्वास वायु को अटकाई रखि पारिबे। प्रभुंकर प्रिय लोक माने मनुष्य निज इच्छा बंची पारे ना, निज इच्छा मरी मध्य पारे ना। जदि आमर श्वास वायु जदि अटकाई रखि थांतु ताले बड़ बड़ धनी व्यक्ति माने से माने मरी न थांते। प्रभुंकर प्रिय लोक माने सेतिपाय कहवाई चाहे जे सुजोग थाउ थाउ समय थाउ तो निजर पाप को निजर मंद कार्य को निजर भल बा खराब कार्य को आम मैंने प्रभु जीशु पाखरे स्वीकार करने को पड़ो। कारण एमती एक दिन परमेश्वर एमती एक समय एमती एक मास एमती एक सेकेंड प्रभु जीशु ये कौन कर प्रभुंकर प्रिय लोक मैंने आपण मैंने जानती स्थिर कर भूली जाइए। प्रभुंकर प्रिय लोक मैंने प्रभु जीशु गोटे दिन स्थिर कर आमे माने विचारित हेबा। जदि समय थाउ थाउ सुजोग थाउ थाउ परमेश्वर को पाखरे जदि आमे माने निजर हिसाब जदि आमे माने देबा नाही बा स्वीकार करिबा नाही, ताले परमेश्वर गोटे दिन स्थिर करि अछन्ते जे आमे माने निहाती भाबरे तांको सम्मुखरे अस्तमस्तक होई आमे माने निजर हिसाब देबाको पड़िबा।
ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ ଗୀତ ସଂଗୀତା ତାର 33 ପର୍ବ ତାର 13ରୁ 15 ପଦ ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖାଯାଏ ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି, ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି, ସେ ସମସ୍ତ ମନୁଷ୍ୟ ସନ୍ତାନକୁ ନିରୀକ୍ଷଣ କରନ୍ତି। ସେ ଆପଣା ନିବାସ ସ୍ଥାନରୁ ପୃଥିବୀ ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି। ସେ ସମସ୍ତଙ୍କୁ ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମ ସବୁ ଆଲୋଚନା କରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆପଣ ସମସ୍ତ ଲୋକଙ୍କୁ ଆଉ ଥରେ କହିବା ପାଇଁ ଚାହେଁ, ଆମ୍ଭେମାନେ ନିଜର କର୍ମ ଅନୁସାରେ ବିଚାରିତ ହେବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ଆପଣମାନେ ବିଚାରିତ ହେବା ପୂର୍ବରୁ ଆପଣମାନଙ୍କର ପାପକୁ ପରମେଶ୍ୱରଙ୍କ ପାଖରେ ସ୍ୱୀକାର କରନ୍ତୁ। କାରଣ ଆମ୍ଭେମାନେ ବିଚାରିତ ହେବା, ଆମ୍ଭେମାନେ ନିଜର ପାପକୁ ସ୍ୱୀକାର କଲେ ମଧ୍ୟ ଆମ୍ଭେମାନେ ବିଚାରିତ ହେବା। କିନ୍ତୁ ଆଗରୁ ଯଦି ଆମର ନିଜର ପାପକୁ ଯଦି ସ୍ୱୀକାର କରିଥିବା, ତାହେଲେ ପରମେଶ୍ୱରଙ୍କର ବିଚାର ଦିନରେ ପରମେଶ୍ୱର ଆମକୁ ନିହାତି ଭାବରେ, ଆମେ ଯଦି ଧାର୍ମିକ ଜୀବନ କାଟିବା, ନିଜର ପାପକୁ ସ୍ୱୀକାର କରିବା, ତାହେଲେ ନିହାତି ଭାବରେ ପରମେଶ୍ୱର ସ୍ୱର୍ଗରେ ଆମମାନଙ୍କର ନିମନ୍ତେ ସ୍ଥାନ ଦେବେ। ନହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ନରକରେ ପରମେଶ୍ୱର ଆମମାନଙ୍କୁ ସ୍ଥାନ ଦେବେ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।